ଘରୋଇ ଫାଇନାନ୍ସରେ ଲୋନ୍ ଦେବା କହି ଟଙ୍କା ହରିଲୁଟ୍ କରିବା ଘଟଣାରେ ଜନୈକ ଯୁବତୀ ବିରୁଦ୍ଧରେ ଥାନାରେ ଏତଲା। 6-9-2024 ନିପ୍ରା ଆଜି ବରଗଡ଼ ଥାନାରେ ଘରୋଇ ଫାଇନାନ୍ସରେ ଲୋନ୍ ଦେବା କହି ଟଙ୍କା ହରିଲୁଟ୍ କରିବା ଘଟଣାରେ ଜନୈକ ଯୁବତୀ ବିରୁଦ୍ଧରେ ଥାନାରେ ଏତଲା ଦେଲେ ବିଭିନ୍ନ ମହିଳା ଓ ପୁରୁଷମାନେ। ସୂଚନା ଅନୁସାରେ କରଡ଼କଣ୍ଟା ଗ୍ରାମର 20 ଜଣ ମହିଳା ଠକେଇରେ ଶିକାର ହୋଇଛନ୍ତି। ଏକ ଗରିବ ଶ୍ରେଣୀର ମହିଳାମାନେ ଆର୍ଥିକ ଆବଶ୍ୟକତା ବେଳେ ଘରୋଇ ଲୋନ୍ ପାଇଁ ଆର୍ଥିକ ଲଗାଣ ସଂସ୍ଥାର ଋଣ ନେଇ ସମୟାନୁକ୍ରମେ ସୁଝିଥାଏ। ଏ ନେଇ ଲୋନ୍ କରିବାକୁ ଇଚ୍ଛୁକ ଥିଲେ ଗ୍ରାମର ଜଣେ ମହିଳା ଯାହାଙ୍କର ନାମ ଅନିତା ଥାଟୋଇ, ପିତା ଅଭିମନ୍ୟୁ ଥାଟୋଇ, ବୟସ 40 ବର୍ଷ, ସାହି ସିଂପୁର, ଥାନା ବିଞ୍ଜାରପୁର, ଜିଲ୍ଲା ଯାଜପୁର, ବର୍ତ୍ତମାନ ଠିକଣା କରଡ଼କଣ୍ଟାରେ ରୁହନ୍ତି। ସେ ସମସ୍ତ ଘରୋଇ ଫାଇନାନ୍ସର ଲୋନ୍ ଦେବା ପାଇଁ ଯୋଗସୂତ୍ର କରାଇ ଦିଅନ୍ତି। ଯେତେବେଳେ ଅର୍ଥ ଆବଶ୍ୟକତା ପଡ଼ିଲା ସମସ୍ତେ ତାଙ୍କ ପାଖକୁ ଯାଇ ଋଣ କରାଇ ଦେବା ପାଇଁ କହିଲେ। ସେ ଆବଶ୍ୟକତା ପଚାରିଲେ ଏବଂ ଲୋନ୍ କରିଦେବେ କହିଲେ। ସେଥିପାଇଁ 20 ଜଣଙ୍କୁ ଲୋନ୍ ଦେବା ନାମରେ ସବୁ ଡକ୍ୟୁମେଣ୍ଟ ନେଲା ପରେ କିଛି ଦିନ ପରେ ବ୍ୟାଙ୍କର ସାର୍ମାନେ ଘରକୁ ପଇସା ମାଗିବାକୁ ଆସିଥିଲେ। ହେଲେ ଜନୈକ ଯୁବତୀ ପଇସା ନେଇ ଫେରାର। ଏ ନେଇ ଆଜି 20 ଜଣ ମହିଳାମାନେ କଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ସ୍ୱାଇଁଙ୍କୁ ଧରି ବରଗଡ଼ରେ ଏତଲା ଦେବା ସହ ଅଭିଯୋଗ କରିଛନ୍ତି। ତେବେ ବରଗଡ଼ ପୋଲିସ ଉଚିତ ନ୍ୟାୟ ଦେବ ବୋଲି କହିଛି। ତେବେ ଦେଖାଯାଉ କେତେ ନ୍ୟାୟ ମିଳୁଛି ଅଭିଯୋଗକାରିଣୀମାନଙ୍କୁ। ସମୟ ଅପେକ୍ଷା। କୋଡକଣ୍ଡାରେ ଭଡାରେ ରହୁଥିଲୁ। ସେ ଆମକୁ ଯେତେବେଳେ ଦେଖିଲା ଆମ ଘର ସାମ୍ନାରେ ହିଁ ଭଡାରେ ରହୁଥିଲା। ସେ ବି ତ କହିଲା ତମର ଲୋନ୍ ଅଛି, ଲୋନ୍ କରିବାର ଅଛି। ମୁଁ କହିଲି ହଁ ଆମର ବି ପଇସା ଦରକାର ଅଛି। ତ ନା ଯଦି ଦରକାର ଅଛି ତମେ ତ ଭଡାଟିଏ ନା, ତମକୁ କେହି ଦେବେନି। ମୁଁ କହିଲି ହଁ ସେଇଟା ବି ଠିକ କଥା। ନା ତାହେଲେ ତମେ ମତେ ଯଦି ଗୋଟେ ଦବ ତାହେଲେ ମୁଁ ତମର କରେଇଦେବି। ତାପରେ ଆମେ 2 ଜଣ ଭାବି ସାରିଲା ପରେ କହିଲୁ ହଉ ଠିକ ଅଛି ଗୋଟାଏ ତ ନବ। ତାପରେ ମାନେ କେତେ ମ୍ୟାଡାମ? ଗୋଟେ 42,000। ତାପରେ ଏମିତି ତ ଧୀରେ ଧୀରେ ଚାଲିଲା ଆଉ। ଅନିତା ଥାଟୋଇ, ଯାଜପୁର। ନା ସେ କହିକି ଆଉ ମୁଁ କହିଲେ ମୋର ଲୋନ୍ ଦରକାର ନାହିଁ। ନା ନାଇଁ ଆସ ତମର ମୋର ଗୋଟେ ଏମର୍ଜେନ୍ସି, ମୁଁ ତମକୁ ଯେହେତୁ ତମ ଅସୁବିଧା ସମୟରେ ତମକୁ ମୁଁ ସାହାଯ୍ୟ କରେଇ ଦେଇଛି ତ ତାହେଲେ ମତେ ଟିକେ ସାହାଯ୍ୟ କରିବନି। ଆମେ ସାର୍ ହେଇଛି ମ୍ୟାଡାମ କଣ କହିବା। ମୋ ନାଁ ରୀନା ମହାରାଣା। ଆମେ କୋରଡ଼କଣ୍ଟାରେ ଭଡାରେ ରହୁଛୁ। ଅନିତା ଥାଟୋଇ ବୋଲି ଜଣେ ଆମ ଘରକୁ ଆସିଲେ, କହିଲେ ତମର ଲୋନ୍ କରିବ। ମୁଁ କହିଲି ମୋର ଓଟି ପଡିଛି, କୋଉଥିରେ ଲୋନ୍ ହଉନି। କହିଲେ ମୁଁ ତମର କରେଇଦେବି, ତମେ ଯଦି ମତେ ଅଧା ଦବ ମୁଁ ତମର କରେଇଦେବି। ପଇସା ସମସ୍ତଙ୍କୁ ଦରକାର। ଆମେ ଫାଷ୍ଟ ଗଲୁ, ଆମର ଲୋନ୍ କରେଇଦେଲେ। ଥରେ 30, ତାପରେ 70, ଅଧା ଅଧା ନେଇକି ସବୁ ସୁଝିଲେ। ଏବେ 1,15,000 ଆସିଲା। କହିଲେ ମତେ ଅଧା ଦିଅ, ତମର ମୁଁ କରେଇଦେବି। ମୁଁ କହିଲି ମୋର ଦରକାର ଅଛି, ମୁଁ ଏବେ ସୁଝି ବି ପାରିବିନି। କହିଲେ ସାର୍ କହିଲେ ଆଉ ତମେ ଯଦି ନଦବ ତାଙ୍କର ମୁଁ ତମର ଲେଖେଇ ଦେବିନି। ଚନ୍ଦନ ସାର୍ ଏଇ କଥା କହିଥିଲେ, ଭାରତ ଫାଇନାନ୍ସ। ମୁଁ ସୁମନ୍ତ ସ୍ୱାଇଁ, ଉଚ୍ଚ ନ୍ୟାୟାଳୟର ଆଇନଜୀବୀ। ଯେ ଆଜ୍ଞା ଦେଖନ୍ତୁ, ମୋ ପଛରେ ଏ ସବୁ ଗରିବ ଭଉଣୀ ମାନେ, ମା ମାନେ ଛିଡା ହେଇଛନ୍ତି। ଇଏ ସମସ୍ତେ ଦିନରେ କାମ କରିବା ପାଇଁ ଯାଆନ୍ତି, ଆଉ ସମସ୍ତେ ହଉଛନ୍ତି ଜଣେ ଜଣେ ଦିନ ମଜୁରିଆ। ତ ଆଜ୍ଞା ଦେଖନ୍ତୁ, ଲୋକମାନେ ଠକିବାର ଗୋଟେ ସୀମା ଥାଏ। ତ ଗୋଟେ ଅନିତା ଥାଟୋଇ ବୋଲି ଯୋଉ ଝିଅଟି, ଏ ଝିଅଟି ଆଜ୍ଞା ଦେଖନ୍ତୁ ମୋର କ୍ଲାଏଣ୍ଟ ମାନଙ୍କ ଠାରୁ ଏ ଅନିତା ଥାଟୋଇ ବର୍ତ୍ତମାନ 60 ଲକ୍ଷ ଟଙ୍କା ଲୁଟି ନେଇଛି। 60 ଲକ୍ଷ। ତ ଆଜ୍ଞା ଦେଖନ୍ତୁ, ଗୋଟେ ଉଜ୍ଜୀବନୀ, ଆଉ ଗୋଟେ ଭାରତ ଫାଇନାନ୍ସ, ଆଉ ଗୋଟେ ହଉଛି ଆରଣା, ଆଉ ଗୋଟେ ହଉଛି ମୁଥୁଟ, ହେଲା କି ଆଜ୍ଞା। ତେଣୁ ଏଇଭଳି 4ଟା 5ଟା ଫାଇନାନ୍ସ ରୁ ବର୍ତ୍ତମାନ 60 ଲକ୍ଷ ଟଙ୍କା ଏ ଝିଅ ଲୁଟି ନେଇଛି। ତ ପୁଣି ଏମାନେ କେହି ବ୍ୟାଙ୍କ କୋଉଠି ଜାଣିନାହାନ୍ତି। ତ ଆଜ୍ଞା ବ୍ୟାଙ୍କ ନ ଜାଣିକିରି ଲୋନ୍ କିପରି ବ୍ୟାଙ୍କ ଦେଲା, ୟା ଦେହରେ ନିଶ୍ଚିନ୍ତ ରୂପେ ବ୍ୟାଙ୍କ ମ୍ୟାନେଜର ଜଣଙ୍କ ବନ୍ଧା ହେବା ନିହାତି ଦରକାର।